କାକରା ପିଠା ତ ଆପଣମାନେ ବହୁତ ଥର ବନେଇଥିବେ। ହେଲେ କେବେ ପାଚିଲା ଆମ୍ବ ଦେଇକି ଆପଣମାନେ କାକରା ବନେଇଛନ୍ତି କି? ଯଦି କେବେ ବନେଇ ନାହାନ୍ତି, ତାହେଲେ ନିହାତି ଥରେ ଟ୍ରାଏ କରିବେ। ଏଇ କାକରା ପିଠାର ସ୍ୱାଦ ଆପଣଙ୍କୁ ନିଶ୍ଚୟ ଅଲଗା ଲାଗିବ। ଆମ୍ବର ସ୍ୱାଦ ଆଉ ଫ୍ଲେଭର ଆପଣମାନେ ଏଥିରେ ପାଇବେ। ଦେଖିପାରୁଥିବେ କାକରା ପିଠା ଏଠି କେତେ ଡେଲିସିୟସ୍ ହେଇଛି। ଆକୁ ବନେଇବା ମଧ୍ୟ ଅତି ସହଜ। ସେଥିପାଇଁ ପାଚିଲା ଆମ୍ବ ସରିବା ଆଗରୁ ଏଇ କାକରା ପିଠାକୁ ନିହାତି ବନେଇବେ। ଭିଡ଼ିଓକୁ ପୁରା ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆମ୍ବ କାକରା ବନେଇବା ପାଇଁ ପ୍ରଥମେ ଆମେ ପୁର ପ୍ରସ୍ତୁତ କରିବା। ସେଥିପାଇଁ ଗୋଟେ ଫ୍ରାଏ ପ୍ୟାନ୍ ମୁଁ ଗରମ କରିଛି ଆଉ ସେଥିରେ ଗୋଟେ ମିଡ଼ିୟମ୍ ସାଇଜ୍ର ନଡ଼ିଆକୁ ଏଠି ମୁଁ କୋରିକି ଦେଉଛି। ତା ସହିତ 2-3 ଚାମଚ ଦେବା ଆମେ ଛେନା। ଛେନା ଅପସନାଲ୍ ଅଛି କିନ୍ତୁ ଦେଲେ ଟେଷ୍ଟ ବଢ଼ିବ। ମିଠା ପାଇଁ ଏଇଠି ମୁଁ ଅଧା କପ୍ରୁ ଟିକେ କମ୍ ବା 50ରୁ 60 ଗ୍ରାମର ନେଇଛି ଚିନି। ଆପଣମାନେ ଚିନି ଜାଗାରେ ଗୁଡ଼ ମଧ୍ୟ ନେଇପାରିବେ। ମିଠା ଆପଣମାନେ ନିଜ ହିସାବରେ କମ୍ ଅଧିକା କରିକି ନେବେ। ଏବେ ଆମେ ଛେନା, ନଡ଼ିଆ, ଚିନିକୁ ଭଲ ଭାବରେ ଗୋଳେଇ ନେବା। ମିଡ଼ିୟମ୍ ଫ୍ଲେମ୍ରେ ସବୁକୁ ଆମେ ଭାଜିବା। ଟିକେ ଭାଜି ହେଇଗଲା ପରେ ଚିନି ମେଲ୍ଟ ହେଇଯିବ, ନଡ଼ିଆ ଛେନାରୁ ପାଣି ବାହାରିବା ଷ୍ଟାର୍ଟ ହେବ ଓ ସେଇ ପାଣିଟା ଶୁଖିଲା ପର୍ଯ୍ୟନ୍ତ ଆମେ ଏସବୁକୁ ଭାଜିବା। କିନ୍ତୁ ଅତ୍ୟଧିକ ଶୁଖିଲା କରିଦେବେନି, ପୁରା ଭଲ ଲାଗିବନି। ଏବେ ଆମେ ଏଥିରେ 1 ଚାମଚ ଗୁଜୁରାତି ଗୋଲମରିଚର ଗୁଣ୍ଡକୁ ଦେଇକି ଆଉ କିଛି ସମୟ ଭାଜି ନେବା। ଏଇଠି ଦେଖନ୍ତୁ ଆମର ପୁର ପ୍ରସ୍ତୁତ ହୋଇଗଲାଣି। ଯେମିତିକି ମୁଁ କହିଥିଲି ଆମର ପୁର ଅଧିକା ଶୁଖିଲା କରାଯିବନି। ଏଇଭଳି ଟିକେ ଟିକେ ପୁରରେ ମଏଶ୍ଚର ରହିଲେ କାକରା ପିଠା ଖାଇବାକୁ ଭଲ ଲାଗିଥାଏ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେବା। ଏସବୁକୁ ଆମେ ଥଣ୍ଡା ହେବା ପାଇଁ ଛାଡ଼ିବା। ଯିବା ନେକ୍ସଟ ଷ୍ଟେପ୍କୁ। ପାଚିଲା ଆମ୍ବର କାକରା ବନେଇବା ପାଇଁ ଆମକୁ ତ ପାଚିଲା ଆମ୍ବ ଦରକାର। ଏଇଠି ମୁଁ 500 ଗ୍ରାମର ପାଚିଲା ଆମ୍ବ ନେଇଛି। ଏଇଠି ଆପଣମାନେ ଯେକୌଣସି ଭେରାଇଟିର ପାଚିଲା ଆମ୍ବ ନେଇପାରିବେ, କିନ୍ତୁ ଧ୍ୟାନ ରଖିବେ ମିଠା ଆମ୍ବ ନେବେ ଆଉ ଚେରୁଆ ଆମ୍ବ ବିଲକୁଲ ବି ନେବେନି। ମୁଁ ନେଇଥିବା ଆମ୍ବ ଅତ୍ୟଧିକ ପାଚିକି ନରମ ହେଇଯାଇନି ବା ସଢ଼ିଯାଇନି। ସେଥିପାଇଁ ଆମ୍ବର ଚୋପାକୁ ଏଠି ମୁଁ ପିଲରରେ ବାହାର କରି ନେଉଛି। ମୋଟାମୋଟି କହିବାକୁ ଗଲେ ଆମକୁ ଆମ୍ବର ରସ ବା ପଲ୍ପ ଦରକାର। ସେଥିପାଇଁ ଆପଣଙ୍କୁ ଯେମିତି ସୁବିଧା ହେବ ସେହି ହିସାବରେ ଆମ୍ବକୁ କାଟିକି ତାର ରସକୁ ବାହାର କରିପାରିବେ। ଦର୍ଶକ ବନ୍ଧୁ, ଆଜିର ଏହି ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଆପଣମାନେ ଯଦି ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଏଇଠି ମୁଁ ଆପଣଙ୍କୁ ଅଲଗା ଅଲଗା ଉପାୟରେ ଆମ୍ବରୁ ରସ କେମିତି ବାହାର କରିବେ ତାହା ଦେଖେଇଛି। ତ ଏଇଭଳି ଭାବରେ ଏଠି ମୁଁ 500 ଗ୍ରାମର ଆମ୍ବର ରସକୁ ବାହାର କରି ନେଇଛି। ଆଉ ଏବେ ଆମେ ଏଇ ଯେଉଁ ଆମ୍ବର ପଲ୍ପ ବା ରସକୁ ଆମେ ଗୋଟେ ଗ୍ରାଇଣ୍ଡର ଜାରରେ ଦେବା। ପାଣି ଜମା ବି ନ ଦେଇକି ତାକୁ ଆମେ ଏକଦମ ଚିକ୍କଣ କରିକି ବାଟିକି ନେଇ ଆସିବା। ଆଉ ବାଟିକି ନେଇ ଆସିଲା ପରେ ଏଇଭଳି ଗୋଟେ ଗିନା, ଗ୍ଲାସ୍ ବା କପ୍ରେ ବଟା ହେଇଥିବା ଆମ୍ବ ରସକୁ ମାପି ନେବା। ଦେଖନ୍ତୁ ଏଇଠି ମୁଁ ଗୋଟେ ଗିନାରେ ମାପି ନେଇଛି ଆଉ ଫୁଲ୍ ଗୋଟେ ଗିନା ଆମ୍ବ ରସ ଏଠି ତିଆରି ହେଇଗଲା। ଏପଟେ ମୁଁ କଡ଼େଇ ଗୋଟେ ଗରମ କରିଛି ଆଉ ସେଇଥିରେ ଆମର ବାଟି ରଖିଥିବା ଗୋଟେ ଗିନା ଆମ୍ବ ରସକୁ ଆମେ ଦେଇଦେବା। ଏଇ ଗିନାରେ ଆମେ ପ୍ରତ୍ୟେକ ଜିନିଷକୁ ମାପିକି ନେବା। ତ ସେଇ ସମାନ ଗିନାରେ ଆଉ ଗୋଟେ ଗିନା ମୁଁ ଦେଉଛି ପାଣି। ଗୋଟେ ଗିନା ଆମ୍ବ ରସରେ ଗୋଟେ ଗିନା ଦେଲି ପାଣି। ଏବେ ଆମେ ମିଠା ପାଇଁ ସେଇ ସମାନ ଗିନାରେ ଅଧା ଗିନା ବା ପାଖାପାଖି 100 ଗ୍ରାମର ଦେବା ଆମେ ଚିନି। ଯେହେତୁ ପୁର ବି ଆମର ମିଠା ଅଛି, ଆଉ ଯଦି ଆପଣ ଯେଉଁ ଆମ୍ବ ନେଇଥିବେ ସେଇଟା ଅତ୍ୟଧିକ ମିଠା ଥିବ, ତାହେଲେ ଏଠି ଆପଣ ମିଠା କମ୍ କରିକି ନେବେ ଆଉ ଚିନି ଜାଗାରେ ଗୁଡ଼ ନେଇପାରିବେ। ଆଉ ଏଥିରେ ଆମେ 2-3 ପିଞ୍ଚ ପକାଇବା ଲୁଣ। ତା ସହିତ 1 ଚାମଚ ପକାଇବା ଆମେ ଗୁଆ ଘିଅ ଭଲ ଫ୍ଲେଭର ପାଇଁ। ଆଉ ତା ସହିତ 1 ବଡ଼ ଚାମଚ ପକାଇବା ପାନ ମଧୁରୀ। ସବୁକୁ ଭଲରେ ଗୋଳେଇ ନେବା ଆଉ ହାଇ ଫ୍ଲେମ୍ରେ ଆମେ 1 ଫୁଟା ଆସିଲା ପର୍ଯ୍ୟନ୍ତ ଭଲ ଭାବରେ ଆକୁ ଫୁଟେଇ ନେବା। ପାଚିଲା ଆମ୍ବକୁ ଗ୍ରାଇଣ୍ଡ କଲା ପରେ ଅତି ବଡ଼ ଖଣ୍ଡ ଯଦି ରହିଯାଉଛି ତାହେଲେ ଆପଣମାନେ ଚାମଚରେ ମିକ୍ସ କରି ନିଅନ୍ତୁ, ନହେଲେ ବାହାରକୁ ବାହାର କରି ନିଅନ୍ତୁ। ଯଦି ଛୋଟ ଛୋଟ ଖଣ୍ଡ ରହୁଛି ତାହେଲେ ସେ ଅଟୋମେଟିକ୍ ସିଝିଯିବ। ତ ଏଇଠି ଦେଖନ୍ତୁ ଇଏ ଭଲ ଭାବରେ ଫୁଟିଗଲା। ଏମିତି ଭଲ ଫୁଟା ଆସିଗଲା ପରେ ଆମେ ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ କରିବା ଆଉ ତାପରେ ସେଇ ସମାନ ଗିନାରେ ମାପିକି ଗୋଟେ ଗିନା ବା 220 ଗ୍ରାମର ଏଠି ମୁଁ ନେଇଛି ସୁଜି। ସରୁଦାନା ସୁଜି ଅଛି ଆଉ କଞ୍ଚା ସୁଜି ଅଛି। ସୁଜିକୁ ଏକାଥରରେ ନ ପକାଇକି ଅଳ୍ପ ଅଳ୍ପ ଦେଇକି ଆମେ ଆକୁ ଭଲ ଭାବରେ ମିକ୍ସ କରି ନେବା। ମାପ ତ ଅତି ସହଜ। ଗୋଟେ ଗିନା ଆମ୍ବ ରସରେ ଗୋଟେ ଗିନା ପାଣି ଆଉ ଗୋଟେ ଗିନା ଆମେ ଦେଲେ ସୁଜି। ଏମିତି କହିବାକୁ ଗଲେ 2 ଭାଗ ଯଦି ଆପଣଙ୍କର ଆମ୍ବ ରସ ଆଉ ପାଣି ରହିଲା, 1 ଭାଗ ରହିବ ସୁଜି। ଲଗାତାର ଏମିତି ଗୋଳେଇ ନେବା ଯେମିତିକି ଏଥିରେ ଲମ୍ପସ୍ ବିଲକୁଲ ବି ରହିବନି। ଆଉ ଯେତେ ଯେତେ ଆପଣମାନେ ଆକୁ ଗୋଳେଇ ନେବେ ନା ଇଏ ଗାଢ଼ା ହେଇଯିବ, ଗୋଟେ ଡୋ ସେପ୍କୁ ପଳେଇ ଆସିବ। ଏକଦମ ସ୍ଲୋ ଫ୍ଲେମ୍ ରଖିବେ ଯେଉଁଥିପାଇଁ କି ସୁଜି ଆମର ବହୁତ ଭଲ ଭାବରେ ସିଝିପାରିବ। ତ ଏଇଭଳି କିଛି ସମୟ ଜନ୍ତିଲା ପରେ ଅଟୋମେଟିକ୍ ଆମର ଏଇ ଯନ୍ତଣୀ କଡ଼େଇରୁ ଛାଡ଼ି ଆସିବ। ଗୋଟିଏ ଜାଗାରେ ଗଦା ହେଲା ଭଳି ଜଣାପଡ଼ିବ, ଜାଣିବେ ଏଇଟା ହେଇଗଲା। ହାତରେ ଅଳ୍ପ କିଛି ଯନ୍ତଣୀ ଏମିତି ସେପ୍ ଦେଇକି ଦେଖିବେ। ଯଦି ଭଲରେ ସେପ୍ ନେଉଛି ଜାଣିବେ
परफेक्ट जंतणी एटी तैयारी होईची। एबे आमे जंतणी को गोटे प्लेट को बाहर कर नबा आ ए भली भाबरे टिके खेळेई नबा जोथि पई कि ए टिके ठंडा हो जिवो आ आमे भल भाबरे आको चकटी पारिबा। हल्का उषुम थिबा अवस्था हाथ टिके गुआ घिଅ लगे नबा आको एकदम स्मूथ करिकी चकटी नबा। जदि भी किछि आंबर गोटा अंश रहिथिबो बा सुजीर गोटा अंश रहिथिबो ये भल भाबरे चकटी हो जिवो और नरम हो जिवो। एटी देखंतु भल भाबरे आको चकटी नेइची केते नरम हेइची जंतणी। एठी हमर नडिया पुर भी पूर्वरु आमे रेडी कर नेइची। एबे चलंतु पिठा बनेइबा स्टार्ट करिबा। अल्प टिके घिଅ हाथ बा तेल हाथ हेकी अल्प किछि जंतणीरु नेबे आ एई भली दुई हाथ पापुली मझिरे रखिकी जंतणी को टिके टाइटली गोल करिकी तापरे एई भली भाबरे गोटे कटोरी शेप देबे। मझी पोर्शनटा को आपण माने टिके मोटा रखिबे और चारि साइड को टिके पतला करि नेबे। तो देखंतु एई भली भाबरे आ एबे आमे इथरे नडिया छेना पुर को फिल करिबा। अधिका टिके पुर भरिले ही पिठा खाइबा को भल लागि थाए किंतु अत्यधिक भी भरि देबेनी नले पिठा बनेला बेले आपनको असुविधा हबो। हाथ रे टिके पुर को प्रेस करिकी आमे चारि साइड रो जंतणी को एई भली ऊपर को उठेबा और जो एक्सेस जंतणी ऊपर रही गला ना ताको आमे बाहर को बाहर कर नबा और एई भली सील कर नबा और तापरे गोल बनै नबा और तापरे एई भली फ्लैट कर नबा। एमिति पिठा तैयारी कले गोटे पटु मोटा गोटे पटु पतला एमिति हबनी सब पटु समान तैयारी हबो। पिठा खाइबा पई भल लागिबो। पिठारे बिल्कुल भी क्राक रहिबा कथा नुहे आ पूरा ऊपर को देखा जिबा कथा नुहे। सेही भली भाबरे आपण माने काकरा पिठा को तैयारी करिवे आ पिठा को अति मोटा बा पतला करिबेनी मीडियम रखिबे। तो एइठी देखंतु हमर प्रथम काकरा पिठाटी रेडी हे गला। आपण चाहिले ए काकरा पिठा को बिना पुर देकी मध्य तैयारी करि परिबे। सिए मध्य बहुत बढ़िया लागि थाए खाइबा पई। आपण चाहिले एमिति काकरा पिठा न तैयारी करिकी मंडा भी तैयारी करि परिबे और निज हिसाब रे पिठार साइज को छोट बड़ करि परिबे। तो एइठी देखंतु एई भली भाबरे किछिटा काकरा पिठा मु बनै नेइची। एबे चलंतु आको आमे फ्राई करिबा। एटी देखंतु तेल मु गरम करिया पई बसैची। तेल को अत्यधिक धुआं बाला भली गरम बा अत्यधिक ठंडा तेल रे पिठा को पकेइबेनी। ठंडा तेल रे पकेइले पिठाटा कोन हबो खोली जिवो तेल रे। अत्यधिक गरम तेल रे जदि पिठा पकेइबे पिठाटा ऊपर तो कलर हे जिवो भितरटा सिझी पारिबोनी। गोटे थर रे बहुत गुडाए पिठा पकेइकी छाणंतुनी। जेतिकी कड़ी रे धरुची सेतिकी पिठा पकेइकी छाणंतु। पिठा को तेल रे पकेइला मात्रे सांगे सांगे जाली मारिबेनी। टिके पिठा को तेल रे सेट हवा पई बा छाणी हवा पई छाड़िबे। टिके पिठा देखिबे जेतेबेले फुली आसीबो सेतेबेले आपण माने जानिबे पिठा गोटे साइड रो टिके हेई गला। तापरे आकु ओलोटाई नेबे। मु जहा भी सब वीडियो रे टिप्स दउची ना आपण माने ताकु फॉलो करिकी काकरा पिठा बनांतु परफेक्ट तैयारी हबो। पिठा को छाणला बेले अत्यधिक फ्लेम को हाई करिबेनी बा अत्यधिक लो करिबेनी। मीडियम टू हाई फ्लेम रे रखिकी पिठा को फ्राई करिवे। एई भली भाबरे आमे पिठा को ओलोटा पलटा करिकी पिठारे टिके कलर आसला पर्यंत छाणी नबा। देखंतु केते सुंदर भाबरे पिठा फुलीची और बढ़िया कलर आसी जाइची। एबे आमे जाली ऊपर को पिठा को नै आसीबा आ पिठा ऊपर आ गोटे चामच रखिकी हल्का हाथ रे टिके प्रेस करनबा। एक्सेस तेल बाहरी जिवो और सब पिठा को छाणीकी बाहर करनबा। एठी हमरो पाचिला आंब काकरा एकदम रेडी। तेबे आपण माने बनांतु। केमिति लागिला आपणक अनुभूति मो सहित शेयर करंतु। तेले आजि पई नउची पुणी आसीबी आ गोटे नुवा रेसिपी नेकी। से पर्यंत रहिली नमस्कार बाय। जय जगन्नाथ।